ସାଙ୍ଗମାନେ ସରଳ ହେବା ଠିକ୍ ନା ଭୁଲ? ଆପଣମାନେ ଜାଣିଥିବେ ସିଧା ଗଛକୁ ଲୋକମାନେ ଆଗେ କାଟିଥାନ୍ତି। ଯେଉଁ ଗଛଟି ଜଙ୍ଗଲରେ ସିଧା ଥାଏ ଆଉ ଲମ୍ବା ଥାଏ ତାକୁ ହିଁ ଲୋକମାନେ ସର୍ବପ୍ରଥମେ କାଟି ତାଙ୍କ କାମରେ ଲଗାଇ ଦେଇଥାନ୍ତି। ସେଥିପାଇଁ ଲୋକମାନେ ସବୁବେଳେ କହିଥାନ୍ତି କେବେ ବି ହେଲେ ଜୀବନରେ ସିଧା ରହିବ ନାହିଁ, ନହେଲେ ଲୋକମାନେ ତୁମର ଫାଇଦା ଉଠେଇବେ। ଇଏ କେତେ ଦୂର ସତ କଥା? ସତରେ କ'ଣ ଯଦି ଗୋଟିଏ ମଣିଷ ସିଧା ସାଧା ରହୁଛି, ଯଦି ଗୋଟିଏ ମଣିଷ ସରଳ ହେଉଛି, ତାହେଲେ କ'ଣ ଲୋକମାନେ ତା'ର ଫାଇଦା ଉଠାଉଛନ୍ତି? ସତରେ କ'ଣ ଲୋକମାନେ ତା'ର ମଜାକ ଉଡ଼ାଉଛନ୍ତି? ସତରେ କ'ଣ ଲୋକମାନେ ତାକୁ ଅସୁବିଧାରେ ପକାଉଛନ୍ତି? ଏହା କେତେ ଦୂର ଠିକ୍ ଜାଣିବା ଆମେ ଆଜିର ଏଇ ଭିଡ଼ିଓ ମାଧ୍ୟମରେ। ଆଜିର ଏଇ ଯେଉଁ ଭିଡ଼ିଓ ଯଦି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିବେ ତାହେଲେ ଆପଣମାନେ ନିଶ୍ଚିତ ଭାବରେ ବୁଝିପାରିବେ ଜୀବନରେ କ'ଣ କରିବାଟା ଠିକ୍ ହେବ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟି ନିଶ୍ଚିତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସରଳ ହେବା ଠିକ୍ ନା ଭୁଲ ଏକଥା ବୁଝିବା ଆପଣଙ୍କ ପାଇଁ କେତେ ଜରୁରୀ ଜାଣନ୍ତୁ କ'ଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ। ସାଙ୍ଗମାନେ ଆପଣମାନେ ପ୍ରାୟତଃ ଶୁଣିଥିବେ କି ସେହି ବ୍ୟକ୍ତି ଜଣକ ବହୁତ ସରଳ ଅଟେ। ଏତେ ସରଳ ହେବା କାରଣରୁ ଲୋକମାନେ ତାକୁ ଠକି ଦିଅନ୍ତି। ସରଳ ଲୋକଙ୍କୁ ପ୍ରାୟତଃ ସମାଜ ମୂର୍ଖ କହିଥାଏ। ସରଳ ଓ ସାଧାରଣ ବ୍ୟକ୍ତି ହେବା ଆଜି ମୂର୍ଖ ବ୍ୟକ୍ତିର ପରିଚୟ ପାଇଛି। କହିବାକୁ ଗଲେ କ'ଣ ସରଳ ବ୍ୟକ୍ତି ମୂର୍ଖ ବ୍ୟକ୍ତି ସଙ୍ଗେ ସମାନ ହୋଇଥାଏ? ସାଙ୍ଗମାନେ ସତରେ କ'ଣ ଯେଉଁମାନେ ସରଳ ଥାନ୍ତି, ଯେଉଁମାନେ ସିଧା ଥାନ୍ତି ସେମାନେ ମୂର୍ଖ ଥାନ୍ତି? ସେମାନଙ୍କ ପାଖରେ ବୁଦ୍ଧି ନଥାଏ? ସେମାନେ ଲୋକମାନଙ୍କୁ ବୁଝିପାରନ୍ତିନି? ସେମାନେ ଲୋକମାନଙ୍କ ସହିତ କଥାବାର୍ତ୍ତା ହୋଇପାରନ୍ତିନି? ଏହା କେତେ ଦୂର ସତ? ଏହା କ'ଣ ସତରେ ସତ କଥା? ଲୋକମାନେ ଗୋଟିଏ ସିଧା ସାଧା ଲୋକକୁ ଦୁର୍ବଳ କରିବା ପାଇଁ ସେମାନେ ତାକୁ ଏମିତି କଥା କହିଥାନ୍ତି, ସେମାନେ ତାଙ୍କୁ ଏତେ ଦୁର୍ବଳ କରିଦେଇଥାନ୍ତି କଥା କହିକି, କଥାର ବୋଝରେ ସେ ଲୋକ ତା ଜୀବନରେ ଆହୁରି ଦୁର୍ବଳ ହୋଇ ହୋଇ ଚାଲେ। ତ ସେ ହେଉଛି ଗୋଟିଏ ମଣିଷର ଚିନ୍ତାଧାରା। ଗୋଟିଏ ଭଲ ଲୋକ ସାଦାସିଧା ଲୋକ ସେ ସବୁବେଳ ପାଇଁ ନର୍ମାଲି ରହିଥାଏ। ସେ କାହାକୁ କିଛି କହିନଥାଏ, ସେ କାହା କଥାରେ କଥା କହିନଥାଏ। କିନ୍ତୁ ଲୋକମାନେ ତାକୁ ଏମିତି କଥା କହିଥାନ୍ତି ସେ ଭାଙ୍ଗି ପଡ଼ିଥାଏ। ସେ ଭାବି ପାରିନଥାଏ ସେ ଲୋକଙ୍କୁ କ'ଣ ଜବାବ ଦେବ, କାରଣ ସିଏ ହେଉଛି ସାଦାସିଧା ଲୋକ। ତା ପାଖରେ କିଛି କଥା ନଥାଏ, ସେ କାହା କଥାରେ କଥା କହିବାକୁ ତାକୁ ଭଲ ଲାଗିନଥାଏ। ସେଥିପାଇଁ ଲୋକମାନେ ତା'ର ଫାଇଦା ଉଠାନ୍ତି। ସରଳତା ଅର୍ଥାତ୍ ଯିଏ ସବୁ କିଛି ଭୁଲିଯାଏ। ଭୁଲିବା ପାଇଁ ମନ ନିର୍ମଳ ଓ ସରଳତା ଏହି ଦୁଇଟି ଜିନିଷ ରହିବା ଆବଶ୍ୟକତା ଅଟେ। ଯିଏ ସରଳ ହେବ ନାହିଁ ସେ ଭୋଲା ହୋଇପାରିବ ନାହିଁ। ଯାହାର ମନରେ ସବୁ ସମୟରେ ଲୋଭ ଓ ଲାଭର ଗଣିତ ଚାଲୁଥିବ ସେ ସରଳ ବ୍ୟକ୍ତି ହୋଇପାରିନଥାଏ। ସରଳ ବ୍ୟକ୍ତି କେବଳ ସେ ହିଁ ହୋଇପାରିବ ଯିଏ ମନରୁ ବି ସରଳ ହୋଇଥିବ ଓ ସାମ୍ନାରେ ବି ସରଳ ହୋଇଥିବ। ସାଙ୍ଗମାନେ ଆଜିକାଲି ଲୋକଙ୍କୁ ଚିହ୍ନିବା ବହୁତ କଷ୍ଟ, କାରଣ ଲୋକମାନଙ୍କର ମନରେ ଗୋଟିଏ କଥା, ମୁହଁରେ ଆଉ କିଛି। ଲୋକମାନେ ମୁହଁରେ ତ ବହୁତ ସରଳ, ସେମାନଙ୍କ ମୁହଁକୁ ଦେଖିଲେ ତୁମକୁ ଲାଗିବ ନାହିଁ କି ଏ ଲୋକର ମନ ଭିତରେ କିଛି ଅଛି, ଏ ଲୋକ କିଛି କାହା ପାଇଁ ଖରାପ ଚିନ୍ତା କରୁଛି। କିନ୍ତୁ ସେ ଲୋକ ମନ ଭିତରେ କ'ଣ ଅଛି କେହି ଜାଣିନାହାନ୍ତି। ସେ ଲୋକ ଛଡ଼ା ଆଉ କେହି ବି ଜାଣିନାହାନ୍ତି। କାରଣ ଯେଉଁ ଲୋକଟି ମୁହଁରୁ ସରଳ ଦେଖାଯାଇଥାଏ ନା, ସେ ଲୋକଟି କେବେ ମନରୁ ସରଳ ହୋଇନଥାଏ, ତା ମନ କେବେ ସଫା ହୋଇନଥାଏ। କିନ୍ତୁ ଆମେ ଭାବି ନେଇଥାଉ ଭୁଲ। ଆମେ ମନରେ ଭାବିଥାଉ କି ଏ ଲୋକଟି ମୁହଁରୁ ବହୁତ ସରଳ ଲାଗୁଛି, ମାନେ ମନ ଭିତରୁ ମଧ୍ୟ ଏ ନିଶ୍ଚିତ ଭାବରେ ସରଳ ଥିବ। ଆଉ ସେଇଠି ଆମେ ଭୁଲ କରି ବସିଥାଉ। ସେଇଠି ହିଁ ଆମ ଦ୍ୱାରା ବୋକାମି ହୋଇଯାଇଥାଏ। ଆମେ ସେଇ ଲୋକକୁ ହିଁ ବହୁତ ବିଶ୍ୱାସ କରିଦେଇଥାଉ ଯିଏକି ବିଶ୍ୱାସର ପାତ୍ର ବି ହୋଇନଥାଏ। ସାଙ୍ଗମାନେ ସମାଜରେ ଅପମାନ ମିଳୁ କିମ୍ବା ସମ୍ମାନ, ବ୍ୟକ୍ତି ତାକୁ ଭୁଲିଯାଏ ନିଜର କାର୍ଯ୍ୟ କରୁଥିବା ବ୍ୟକ୍ତି ସରଳ ବ୍ୟକ୍ତି ହୋଇଥାଏ। ସରଳ ବ୍ୟକ୍ତି ଏହା କହିଥାଏ କି
ବିନା ଗଣିତରେ ବି ଜୀବନ ଅତିବାହିତ କରିହେବ। ଏହାର ଅର୍ଥ ଏହା ନୁହେଁ କି ସରଳ ବ୍ୟକ୍ତି ମୂର୍ଖ ଅଟେ। ଯଦି ଆମେ ମହାଦେବଙ୍କ ଜୀବନକୁ ସରଳ ବ୍ୟକ୍ତିର ଉଦାହରଣ ମାନିବା ତେବେ ଆମକୁ ଏଥିରୁ ବହୁତ କଥା ଶିଖିବା ପାଇଁ ମିଳିବ। ସେଥିପାଇଁ ତ ମହାଦେବ ଦେବଙ୍କ ଦେବ ମହାଦେବ ଅଟନ୍ତି। ସାଙ୍ଗମାନେ, ଗୋଟିଏ ସିଧାସାଧା ଲୋକ ଜୀବନରେ ନା ଟଙ୍କାର କିଛି ଗୁରୁତ୍ୱ ନଥାଏ। ଗୋଟିଏ ସିଧାସାଧା ଲୋକ କେବେ କହିନଥାଏ କି ମୋତେ କୋଟି କୋଟି ଟଙ୍କା ଦରକାର। ଗୋଟିଏ ସିଧାସାଧା ଲୋକ ଏଇ କଥା କହିଥାଏ, ମୁଁ ଯେତିକି ଚଳିବା ପାଇଁ, ଯେତିକି ଦିନକୁ 2 ଓଳା ଖାଇବା ପାଇଁ, ପିନ୍ଧିବା ପାଇଁ ମୋତେ ଏତିକିର ଆବଶ୍ୟକ। କିନ୍ତୁ ଗୋଟିଏ ଧନୀ ଲୋକ ଯେତେ ଧନ ରୋଜଗାର କରୁ ପଛେ ତାକୁ ସେଇଟା କମ୍ ପଡ଼ିଥାଏ। ସେ ତାପରେ ମଧ୍ୟ ଆହୁରି ମନରେ ଆଶା ରଖିଥାଏ। କିନ୍ତୁ ଗୋଟିଏ ସାଦାସିଧା ସରଳ ମଣିଷଟିଏ ଯିଏ ଦିନ ମଜୁରିଆ କାମ କରୁଛି, ସେ କେବେ ଚିନ୍ତା କରିନଥାଏ ସେ ଯଦି ଦିନକୁ 200 ଟଙ୍କା କମେଇଥାଏ ସେଥିରୁ ସେ 100 ଟଙ୍କା ଦିନକୁ ଖର୍ଚ୍ଚ କରିଦେଇଥାଏ। ତା ମନରେ କିଛି ନଥାଏ। ସେ ଭାବିଥାଏ ଭବିଷ୍ୟତରେ ମୋର କ'ଣ ହେବ ସେ କଥା ସେ କେବେ ଚିନ୍ତା କରିନଥାଏ। ତା ମନରେ ସବୁବେଳ ପାଇଁ ଥାଏ ଆଜି ମୁଁ 200 କମାଉଛି, ମୁଁ ଆଜି ଖୁସିରେ ରହିବି। କାଲି ସକାଳ ମୁଁ ଦେଖି ନାହିଁ, କାଲିକି ମୁଁ ବଞ୍ଚିଥିବି କି ମରିଥିବି ସେ କଥା ମୁଁ ଜାଣିନାହିଁ। ତ କ'ଣ ପାଇଁ ମୁଁ କାଲି କଥା ଭାବିକି ଚିନ୍ତା କରିକିରି ମୋ ନିଜ ମନକୁ କଷ୍ଟ ଦେବି। କିନ୍ତୁ ଗୋଟିଏ ଧନୀ ଲୋକ ଯାହା ପାଖରେ ଲକ୍ଷେ ଲକ୍ଷେ କୋଟି କୋଟି ଟଙ୍କା ଅଛି, ସେ କିନ୍ତୁ କାଲିର କଥାକୁ ଚିନ୍ତା କରି ମନରେ କଷ୍ଟ ପାଇଥାଏ। କାଲିର କଥାକୁ ସେ ଭାବି ରାତିରେ ଶୋଇପାରିନଥାଏ। କିନ୍ତୁ ଯିଏ 200 ଟଙ୍କା କମାଉଛି, ଯିଏ ଦିନ ମଜୁରିଆ, ସେ 200 ଟଙ୍କା କମେଇ ମଧ୍ୟ ରାତିରେ 2 ପଟ ରୁଟି ଖାଇ ଶାନ୍ତିରେ ଶୋଇଯାଇଥାଏ। ତାକୁ ହିଁ କୁହାଯାଇଥାଏ ସରଳ ବ୍ୟକ୍ତି, ତାକୁ ହିଁ କୁହାଯାଇଥାଏ ସାଧାରଣ ବ୍ୟକ୍ତି। କାରଣ ସେ ନିଜ ଦ୍ୱାରା କରିଥିବା କାର୍ଯ୍ୟ ଦ୍ୱାରା କାହାଠାରୁ କୌଣସି ଆଶା ରଖିନାହିଁ। ସମାଜରେ ଏହିଭଳି ଲୋକଙ୍କ ପ୍ରତି 2 ପ୍ରକାରର ଭାବନା ଥାଏ। ଜଣେ ସେହି ବ୍ୟକ୍ତି ହୋଇଥାଏ ଯିଏ ସରଳ ବ୍ୟକ୍ତିଙ୍କ ଲାଭ ଉଠାଇଥାନ୍ତି ଓ ଦ୍ୱିତୀୟ ସେମାନେ ଯେଉଁମାନେ ସରଳ ବ୍ୟକ୍ତିଙ୍କୁ ଭଗବାନ କରିଦିଅନ୍ତି। ଅସଲରେ ସରଳ ବ୍ୟକ୍ତି ସିଏ ଅଟେ ଯାହାକୁ ଭଗବାନ କହିବା ଦ୍ୱାରା ନା ସେ ଆନନ୍ଦିତ ହେବ ଓ ନା କି ତା'ର ଲାଭ ଉଠାଇବା ଦ୍ୱାରା ଦୁଃଖିତ ହେବ। ସେଥିପାଇଁ ଜୀବନରେ ସରଳ ଓ ଦୟାବାନ ହେବାକୁ ଚେଷ୍ଟା କରନ୍ତୁ। ଜୀବନରେ ଆଗକୁ ବଢ଼ିବା ପାଇଁ ଶ୍ରୀକୃଷ୍ଣଙ୍କ ଏହି କଥା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ସାଙ୍ଗମାନେ, ଯଦି ଜୀବନରେ କିଛି କରିବା ପାଇଁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ସରଳ ହୁଅନ୍ତୁ, ମନକୁ ସଫା ରଖନ୍ତୁ, ଲୋକମାନଙ୍କୁ ସାହାଯ୍ୟ କରନ୍ତୁ। କାରଣ ସମସ୍ତେ ତ କୁହନ୍ତି କି ସିଧା ଗଛଟିକୁ ଆଗେ କଟା ଯାଇଥାଏ। କିନ୍ତୁ ଯଦି ଏ ଦୁନିଆରେ ସମସ୍ତେ ସରଳ ହୋଇଯିବେ ନା ତାହେଲେ ସେହି ସିଧା ଗଛ କାଟିବା ପାଇଁ ନା କେହି ଲୋକ ବଞ୍ଚିବେ ନାହିଁ। ସମସ୍ତଙ୍କ ମନରେ ନା ଦୟାଭାବ ଆସିଯିବ। ସେଥିପାଇଁ ଜୀବନରେ ସରଳ ହୋଇକି ବଞ୍ଚିଲେ ଆମେ ଶାନ୍ତିରେ ବଞ୍ଚିପାରିବା। ନା ଆମ ପରିବାରକୁ କିଛି ଆଞ୍ଚ ଆସିବ, ନା ଆମ ଜୀବନରେ କିଛି କଷ୍ଟ ଆସିବ। ଜୀବନରେ ସମସ୍ତଙ୍କର ଦୁଃଖ ଅଛି, ସମସ୍ତେ ଦୁଃଖ ପାଉଛନ୍ତି, ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଛି। କାହାର ଟଙ୍କାର ସମସ୍ୟା ତ କାହାର ପାରିବାରିକ ଝଗଡ଼ା, କାହାର ପରିବାରରେ କଷ୍ଟ ତ କାହା ପାଖରେ ଟଙ୍କା ନାହିଁ ମେଡ଼ିକାଲରୁ ମେଡ଼ିସିନ ଖାଇବା ପାଇଁ। କିନ୍ତୁ ଯଦି ଆମେ ଯେମିତି ବଞ୍ଚିଛେ, ଆମେ ଯେମିତି ବଞ୍ଚିବା ପାଇଁ ଚାହୁଁଛେ, ଆମେ ଯଦି ସେମିତି ବଞ୍ଚିବା ପାଇଁ ଚେଷ୍ଟା କରିବା ତାହେଲେ ସବୁକିଛି ସମ୍ଭବ ହୋଇପାରିବ। କିନ୍ତୁ ଆମ ମନରେ ରହୁଛି କ'ଣ ନା ଅଧିକ ଆଶା। ସେଥିପାଇଁ ଆଜି ଆମେ ଦୁଃଖରେ ଅଛେ। ତ ସେ ଅଧିକ ଆଶାକୁ ଛାଡ଼ି ଆମ ପାଖରେ ଯାହା ଅଛି ଆମେ ସେତିକିରେ ବଞ୍ଚିବା ପାଇଁ ଚେଷ୍ଟା କରିବା। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟେ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଚ୍ୟାନେଲରେ ପ୍ରଥମ ଥର ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।